Welcome to Rajdhani Special News. ଦୀର୍ଘ ଦିନର ସ୍ୱପ୍ନ ପୂରଣ। ବିଧାୟକ ଓ କର୍ପୋରେଟରଙ୍କ ଉଦ୍ୟମରେ ଲକ୍ଷ୍ମୀ ସାଗରରେ ଉଦ୍ଘାଟିତ ହେଲା ଅତ୍ୟାଧୁନିକ ଶ୍ମଶାନ ମୁକ୍ତିପଥ। 68 ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଏହି ଶ୍ମଶାନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ। ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ଉଦ୍ଘାଟିତ ହେଲା ଅତ୍ୟାଧୁନିକ ଶ୍ମଶାନ, ଯାହାର ନାଁ ରହିଛି ଲକ୍ଷ୍ମୀ ସାଗର ମୁକ୍ତିପଥ। ଏହି ଶ୍ମଶାନକୁ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ ଶ୍ମଶାନ ପାଇଁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ଥିଲା। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା ଓ କର୍ପୋରେଟର ଭରତ ଲେଙ୍ଗାଙ୍କ ମିଳିତ ଉଦ୍ୟମରେ 68 ଲକ୍ଷ ବ୍ୟୟ ବରାଦରେ ଏହି କାର୍ଯ୍ୟ ସମାପ୍ତ ହୋଇଛି। ଶ୍ମଶାନ ପରିସରରେ ପାନୀୟ ଜଳ ବ୍ୟବସ୍ଥା, ଆଲୋକୀକରଣ, ତୋରଣ ଓ ବାଉଣ୍ଡ୍ରି ନିର୍ମାଣ ସହ ସୌନ୍ଦର୍ଯ୍ୟକରଣ, ଗାଧୁଆ ଘର, ଶ୍ମଶାନ ପରିସରରେ ବସିବା ସ୍ଥାନ ଓ ବୃକ୍ଷରୋପଣ କରାଯାଇଛି। ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କାଙ୍କ ସଂଯୋଜନାରେ ଏହି ଶ୍ମଶାନ ଉଦ୍ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଡେପୁଟି ମେୟର ମଞ୍ଜୁଲତା କହର ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଯୋଗୁଁ ଏହା ସଫଳ ହୋଇଥିବାରୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି। ଆଗକୁ ପ୍ରତି ୱାର୍ଡରେ ଥିବା ଶ୍ମଶାନକୁ ଏହିଭଳି କରାଯିବା ନେଇ ବିଏମ୍ସି ବ୍ୟବସ୍ଥା କରିଥିବା ମେୟର କହିଛନ୍ତି। କାର୍ଯ୍ୟକ୍ରମକୁ ସମାଜସେବୀ ଦୀପକ ପରିଡ଼ା, ବିଜେଡି ମହିଳା ନେତ୍ରୀ ଶାଶ୍ୱତୀ ଲେଙ୍କା ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଶ୍ରୀଧର ଜେନା, ଆସିଆ ବେଗମ, ମିହିର କୁମାର ରାଉତ, ରଞ୍ଜୁଲତା ରାୟ, ଆଶିଷ ପଟ୍ଟନାୟକ, କ୍ରିକେଟ କୋଚ୍ କ୍ଷୀରୋଦ ବେହେରା, ବିଜେଡି ନେତା ମିଲନ ପାଇକରାୟଙ୍କ ସମେତ ଅଞ୍ଚଳର ବହୁ ବିଜେଡି ନେତା, କର୍ମୀ, ଅଞ୍ଚଳର ବହୁ ମୁରବୀ, ବରିଷ୍ଠ ନାଗରିକ, ମହିଳା ଓ ଯୁବ ଛାତ୍ର ଉପସ୍ଥିତ ଥିଲେ। ତେବେ ଦୀର୍ଘ ଦିନର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି। निश्चित भाव आम लक्ष्मीसागर गाँव निश्चित खुशी कथा जे जी जन्म हम मृत्यु सुनिश्चित रही तेणु व्यवस्था रहा दरकार और विभिन्न समय जो झारपड़ा और लक्ष्मीसागर को जगह निर्धारण हो पार ना जो समस्या थी बहुत दिन पर आज आमर जी युव कर्पोरेटर रही भरत लेंका उद्यम रही है पूर्वतन कर्पोरेटर जी रही है उद्यम आरंभ करते आज निश्चित भाव कहवा जे जी हूँ विधायक रही से विधायक सब समस्त लोक सहित रुहति विभिन्न कार्यक्रम रुहतु आज ये जो ये मुक्ति द्वारटी है संस्थान लक्ष्मीसागर है संपूर्ण भाव सहयोग रही और मेयर आसी पूर्वतन मंत्री अशोक चंद्र पंडा थे आम उत्तर विधायक थे तेणु समस्त मानने साधुवाद समस्त साधुवाद जनइबी जो समस्ते आसी उपस्थित रहे और आज लक्ष्मीसागर गाँव में जो आवश्यक संस्थानटी आज संपूर्ण लाभ कर आज शुभ उद्घाटन घटी। देखो आज लक्ष्मीसागर एक सुंदर परिवेश भितर श्मशान उद्घाटन होगापी जाऊँगी निश्चित भाव ये खुशी कथा बहुत दिन धरिक हबार था जोटा कि आज तार उद्घाटन होपन मैंने समस्त जानते गत सरकार भी से माननीय मुख्यमंत्री जी थे श्रीयुत नवीन पट्टनायक महोदय से प्राय समस्त श्मशान को उद्घाटन माने डेवलपमेंट करने प्रयास नहीं तो सही तांकर जो प्रयास थिला जे किभली भाव में समस्त श्मशान को उद्घाटन माने डेवलप करा जीवो से पैसा दि जाइथिला एवं आज लक्ष्मीसागर से श्मशान उद्घाटन होने जाऊँ निश्चित भाव में अंचलवासी खुशी कथा एवं समस्त जो असुविधा सम्मुखीन होते विगत दिन में आज कुमार लेंका वार्ड नंबर 43 लक्ष्मीसागर कॉर्पोरेटर कौन कहे पूर्व अनेक प्रकार श्मशान रही भित्तिप्रस्तर ठीक ना ये कौन ना दिखाई केते टंकार व्यय होती सुविधा पाइपर बर्तमान आम लक्ष्मीसागर बहु वर्ष धरी स्थायी श्मशान नाला मु प्रथम जो निर्वाचन को आसिले प्रथम मोर निर्वाचन प्रत्यार था आम ग्रामर श्मशान प्रथम कर नूतन कर आपण देखुवे बहुत सुंदर भाव
ଶ୍ମଶାନକୁ ତିଆରି କରାଯାଇଛି। ପାଖାପାଖି 70 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆମେ ବହୁତ ବିଭିନ୍ନ ପ୍ରକାର ଆ ଭିତରେ ଟଏଲେଟ୍ଠୁ ଆରମ୍ଭ କରିକି ବାଥରୁମ୍ଠୁ ଆରମ୍ଭ କରି ୱେଟିଂ ହଲ୍ଠୁ ଆରମ୍ଭ କରି ସବୁ ସୁବିଧା ଆ ଭିତରେ ରଖାଯାଇଛି। ଏବଂ ଏ ଦୀର୍ଘ ଦିନର ସମସ୍ୟା ଥିଲା ଆମର ଶ୍ମଶାନ ଯୋଗୁଁ ବହୁ ଅସୁବିଧାରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲୁ। ଯାହା ହଉ ଏ ସମସ୍ୟାଟା ବର୍ତ୍ତମାନ ସମାଧାନ ହୋଇଛି। ମୁଁ ବି ତାକୁ ପ୍ରଥମ ନିର୍ବାଚନ ଆସିଲେ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲି, ତାହା ଆଜି ପୂରଣ ହୋଇଛି। ମୁଁ ଧନ୍ୟବାଦ ଦେବି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଏବଂ ଆମ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମହୋଦୟ ଏବଂ ମେୟର ସୁଲୋଚନା ଦାସ ମହୋଦୟ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ସମସ୍ତଙ୍କ ସହଯୋଗ, ଗ୍ରାମବାସୀଙ୍କ ସହଯୋଗରେ ଆଜି ସୁନ୍ଦର ଭାବରେ ଆମର ଲକ୍ଷ୍ମୀ ସାଗର ଶ୍ମଶାନ, ଯାହାର ଆମେ ନାମ ରଖିଛୁ ଲକ୍ଷ୍ମୀ ସାଗର ମୁକ୍ତିପଥ, ଏକ ଅନୁଷ୍ଠିତ ହୋଇସାରିଛି। ଏବଂ ଆଶା କରୁଛି ଆମ ଅଞ୍ଚଳର ଏଇଟା ମୁଖ୍ୟ ସମସ୍ୟା ଥିଲା, ଯାହା ସମାଧାନ ହୋଇଛି ଏବଂ ଆଗକୁ ମଧ୍ୟ ବହୁତ ଅଞ୍ଚଳ ଆହୁରି ବିକାଶ କରାଯିବ। ଏ ବିକାଶର ଧାରାରେ ସମସ୍ତେ ଆମେ ସାମିଲ ହୋଇ, ଆମ ଗ୍ରାମବାସୀ ମୁଁ ସମସ୍ତେ ସାମିଲ ହୋଇ ନିଶ୍ଚିନ୍ତ ଆହୁରି ଆଗକୁ ନେବୁ।